हेन्ता काଣା ହେଲା ଯେ ଘରର ବଡ଼ ପୁଅ ମଙ୍ଗଳଚରଣ ପୂଜା କଲା ସମୟରେ ଡାଙ୍ଗ ଡାଙ୍ଗ ଛାଟ ଛାଟ ହେଇକରି ଉଠି ନେଇ ପାରୁଥାଇ। ଜୁହାର ଜୟ ମା ସମଲେଇ ଆଶା କରୁଛେ ମା ସମଲେଇ ସମସ୍ତଙ୍କୁ ଭଲସେ ରଖିଥିବେ ବୋଲିକି ଦେଖୁଥିବେ। ସିଧା ଆମେ ବାହାରି ଗଲୁ ଭାଇ ଆମର ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଭାବୁଥିବେ କେଇଁ ଯାଉଛନ୍ ବୋଲିକି ତ ଚୁହ ଟିକେ ଅଟକ ସବକେ କହିବି ସବୁ କଥା। ତ ଆମେ ଯେ ଗଲାବେଳକୁ ସବକେ ଭେଟିଦେଲୁ ଭାଇ ସମସ୍ତେ ବସିଥିଲେ କଥାବାର୍ତ୍ତା ହେଲା ପରେ ଆମକେ ଡାକିଲେ ନାସ୍ତା କରବା ଲାଗି। ଦେଖୁଥିବେ ସମସ୍ତେ ଏଇଟା ସବୁ ରେଡ଼ି କରୁଛନ୍ ଟିଫିନ୍ ପତ୍ର। ତ ଆମକେ ମଧ୍ୟ ଟିଫିନ୍ ଦେଇଦେଲେ ଦେଖୁଥିବେ। ଟିଫିନ୍ ଦେଲା ପରେ ଚୌକିରେ ରଖିଦିଅ ଟିକେ କହିଲି ପାଣି ହାତ ଧୋଇଲା ପରେ ଟିଫିନ୍ ଟିକେ ଖାଇଦେଲେ କାରଣ ଭୋକ ଲାଗୁଥିଲା ସକାଳେ ମୁଇଁ ଟିଫିନ୍ ନାଇଁ କରିପାରିଥିର ଉଠିକରି ଗାଧିକି ପଳେଇଛି। ତାପରେ ମୋର ଗାଡ଼ି ବୋଲେରୋ ଆମର ଦାସେ କହିଲେ ଯେ ଦାସେ ଚାଲ ଟିକେ ବୁଲିକରି ଆସମା କାହିଁ ଯାଉଛନ୍ ବୋଲି ଭାବୁଥିବେ ଆକ୍ଚୁଆଲି ଆମେ ସଇତଲା ଯାଉଛୁ। ଦେଖୁଥିବେ ଗାଁରେ ବାହାରିକରି ଆମେ ଯାଉଛୁ ଏଇଟା। ତାପରେ ଆମର ରାସ୍ତାରେ ଆମର ଦୁଇଟା ଗେଷ୍ଟ ଆଜ୍ଞା ଆମକୁ ଲିଫ୍ଟ ମାଗିଲେ ଲିଫ୍ଟ ଦେଲୁ ତାଙ୍କୁ। ତାପରେ ପେଟ୍ରୋଲ ଟିକେ ପକାଇ ଆସିଲୁ ଭାଇ ଗାଡ଼ିରେ କେତେ ଖାଇବା କେଉଁ ଦେବାକୁ ପଡ଼ବା। ତାପରେ ସିଧା ଫାଇନାଲ ପହଞ୍ଚି ଗଲୁ ସଇତଲା। ସଇତଲା ଇଥିଲାଗି ଯାଇଛୁ ଭାଇ ଯେନ୍ ମରି ମାନେ ଯେନ୍ ଜାଗାରେ ଆମେ ଯାଇଛୁ ତାଙ୍କର ଛବି ଆମେ ଗୋଟେ ଫଟୋ ଦେଇଥିଲୁ ଯେ ତାଙ୍କୁ ବାନ୍ଧବାର୍ ଲାଗି ତ ସେ ଆମର ଫଟୋ ଷ୍ଟୁଡ଼ିଓ ବାଲେ ଦେଇଦେଲେ ଆମକୁ ବାନ୍ଧି କରି। ତାପରେ ଆମେ ପଳେଇ ଆସିଲୁ ଭାଇ ପାଣି ପାଉଚ୍ ଆନ ବୋଲେ କାଜେ ସେନେ ଭୋଜି ଅଛେ ତ ପାଣି ପାଉଚ୍ ନାଇଁ ଦେଲେ ଅସୁବିଧା ହେବା ଯେ ମାନେ ଭୋଜି ଖେଇ ଆସିବେ। ଦେଖୁଥିବେ ପାଣି ଆମେ ଲୋଡ଼୍ କଲୁ ଆମ ଦାସେ ସହିତ ଲୋଡ଼୍ କଲା ପରେ ଆମେ ଆସିଲୁ ଭାଇ ଦେଖିଲୁ ଯେ ଗୋଟେ ପର୍ସ ଚକଲେଟ୍ ଘଣ୍ଟା ଗୋଟେ ଗିଫ୍ଟ ଥିଲା ତ ଆମର ଦୋକାନ ଭାଇକେ ବି ଦେଖିଲୁ। ତାପରେ ଆମ ଯେତେବେଳେ ମୁଇଁ ଆସିଲି ଆମର ଭଞ୍ଜାମାନେ ମୋତେ ୱେଟ୍ କରିଥିଲେ। ଭଞ୍ଜାମାନେ ୱେଟ୍ କଲେ ହାୟା ଲେଖୁଛନ୍ତି ଦେଖୁଥିବେ। ଆଜି ମୋର ଭଲ ଭଞ୍ଜାମାନେ ଆଜି କାଣା ଦଉଛନ୍ ଦେଖ ମୋତେ କେତେ ମୋତେ ସେମାନେ ଭଲ ପାଏସନ୍। ଦେଖିଲା ପରେ ମନେକି ପଳେଇ ଆସିଲେ ଦୌଡ଼ି ଦୌଡ଼ି ଆଉ ମୋତେ ଚୁମା ଗୋଟେ ଦଉଛନ୍ ଦୁଇଟା ମାମା। ତ କେତେ ଭଲ ଲାଗେ ତ ମୋର ଭାଇ ସେ କଟକରେ ଆକ୍ଚୁଆଲି ଗୋଟେ ଜବ୍ କରୁଛନ୍। ତ ମୋର ଭାଇ ଦେଖିଲେ ଖୁସି ହେଉଥିଲେ ମୋର ଦାସମାନେ ବି ସବୁ ଅଛନ୍ ସାଙ୍ଗେ। ତ ତାପରେ ଆମ୍ମା ଝୁଟି କାଟୁଥିଲେ ଦେଖୁଥିବେ ମୋର ମା ଦେଖୁଥିଲେ କେନ୍ତା ଝୁଟି କାଟିଛନ୍ ଟିକେ କହିବେ ମୋତେ କମେଣ୍ଟରେ କେନ୍ତା ଦିଶୁଛି ଯେ ଏନ୍ତା କାଟିଲା ସମୟରେ ସୁଟିଂ କଲାବେଳେ। ତାପରେ ମୋର ସେ ଭାଞ୍ଜି ଗୋଟେ ଦେଖାଇଲେ ତାଙ୍କର ଆମର ଦାସର ତାଙ୍କର ଝିଅ ସେ ଛୋଟ ଦିନେ ମୋତେ ଦେଖିଥିଲେ ମୁଇଁ ତାଙ୍କୁ ଛୋଟ ଦିନେ ଦେଖିଥିଲି ତ କେନ୍ତା ହଉଛନ୍। ଇବାଟେ ଆମର ଭାଞ୍ଜି ସହିତ ଖେଳିଲା ବେଳେ ଦେଖୁଥିବେ ହୁଲାହୁଲି ଦେଇକରି ଆସୁଛନ୍ କେନ୍ ଲୋକ ଆସ କାନ୍ତି ଲାଗି ଆସୁଛନ୍ ବୋଲି ଦେଖୁଥିବେ। ଗତ ଭିଡ଼ିଓରେ ଆମେ ଦେଖେଇଥିଲୁ ଇନ୍ଦ୍ରମଣି ସାହୁଙ୍କର ପରଲୋକ ହେଇଯାଇଥିଲା ତ ତାଙ୍କ ଦଶାକିର ପହଞ୍ଚିଛୁ ଦେଖୁଥିବେ। ତାଙ୍କର ବଡ଼ ପୁଅ ଏବଂ ତାଙ୍କ ବଡ଼ ପୁଅ ସେ ଆସୁଛନ୍ ହସ୍ତି ଧରିକରି ଆଣିଲା ପରେ ସାଇଡ଼ରେ ରଖିଲା ପରେ ଯେନ୍ ଜାଗାରେ ଏଇଟା ପାଟା ହେବା ହସ୍ତିକେ ତାପରେ ପୂଜାରେ ବସିଦେଲେ। ପୂଜା ସେତେବେଳେ ଗୋସାଇଁ ପଢ଼ୁଥିଲେ ପୂଜା କଲା ସମୟରେ ଦେଖୁଥିବେ ଏତେ ସିରିୟସ୍ ହେଇଗଲେ ଯେ ଡାଙ୍ଗ ଡାଙ୍ଗ ଛାଟ ଛାଟ କରି ତାଙ୍କର ମାନେ ଏତେ ସିରିୟସ୍ ମାନେ ଉଠି ନେଇ ପାରୁଥିବେ ବସି ନେଇ ପାରୁଥିବେ ସମସ୍ତେ ଧରିକରି ଉଠାଲେ କେତେ କଷ୍ଟ ହେଉଥିବା ଭାବୁଥିବେ। ତ ତାପରେ ତାଙ୍କର ବଡ଼ ପୁଅ ଏବଂ ତାଙ୍କର ବଡ଼ ପୁଅ ତାଙ୍କର ସମସ୍ତେ ବସିକରି ପୂଜା ପାଠ କଲେ ଗୋସାଇଁ ମହାପ୍ରଭୁ କରାଉଥିଲେ। ତାପରେ ଦେଖୁଥିବେ ସେ ମାନେ ତାଙ୍କର ବଡ଼ ପୁଅ ମଧ୍ୟ ତାଙ୍କର ବାଲି ତାଙ୍କୁ ପକାଇଛନ୍ ଚୁଟି ପକାଇଛନ୍। ତାପରେ ଦେଖିଲେ ତାପରେ ଏଇଟା ଗୋଟେ କାଣା କହିସନ୍ତି ତ ମୁଇଁ ନାଇଁ ଜାନେ ବାଉଁଶରେ ଉଲ୍ଟା କରି ଧାନ ନା ବୋଉଥିଲେ। ଦେଖୁଥିବେ ଆପଣମାନେ ଯଦି ଜାଣିଛନ୍ ଏଇଟା କାଣା କହିସନ୍ କମେଣ୍ଟରେ ଟିକେ ମୋତେ ଜଣାବେ। ତ ମୁଇଁ ନାଇଁ ଜାନେ ମୁଇଁ ପଚରାଲି କାଣା କହିସନ୍ ବୋଲିକିରି କହିଲେ ନାଇଁ କହିପାରିଲେ କେବେ। ତାପରେ କରିସାରିଲା ପରେ ବାରିକ ଯିଏ ଥିଲେ ବାରିକକୁ ତାଙ୍କୁ ଦାନ ଦେଇଦେଲେ। ଦାନ ଦେଲା ପରେ ଦେଖୁଥିବେ ହଳଦୀ ପାଣିରେ ସମସ୍ତେ ଦେଖିବେ ଦେଖିଲା ପରେ ଯେନ୍ ବାରିକ ଥିଲେ ବାରିକର ଟାବଲ ଫାବଲ ସବୁ ଦାନ କରିଦେଲେ। ଦେଲା ପରେ ଦେଖୁଥିବେ ତାଙ୍କର ଭଉଣୀମାନେ ଯେନ୍ ଥିଲେ ତାଙ୍କର ଭଉଣୀମାନେ ସବୁ ସୁନା ପିନ୍ଧୁଛେ କାରଣ କିଏ ଗୋଟେ ମରିଗଲେ ସୁନା ପିନ୍ଧାସନ୍ ତାଙ୍କର ସମସ୍ତଙ୍କୁ ପିନ୍ଧାଲେ। ତାପରେ ପାଣି ଝିଣ୍ଟା ଗଲା ଚାଉଳ ଝିଣ୍ଟା ଗଲା ତାଙ୍କୁ ପବିତ୍ର କରବାର୍ ଲାଗି କହିଲେ ସମସ୍ତେ ବସିଛନ୍ ଦେଖୁଛନ୍ ସମସ୍ତଙ୍କୁ ପାଣି ଝିଟା ଗଲା ପରେ ଯେତେବେଳେ ତୁଳସୀ ପତ୍ର ଦିଆଯାଇଥିଲା ଖାଇବା ଲାଗି ପାଣି ହାତ ଧୋଇବାର ଲାଗି ଦେଲା ପରେ ସମସ୍ତେ ମୁଡ଼ିଆ ମାରି ସାରିଲେ ପୂଜା ଯେତେବେଳେ ସରିଲା ସମସ୍ତେ ମୁଡ଼ିଆ ମାରିଲା ପରେ ଦେଖିଲୁ ଆମେ ଯେ ସମସ୍ତେ ମୁଡ଼ିଆ ମାରିଥାନ୍ତେ ସେ ବସି ବି ନେଇ ପାରୁଥିଲେ। ତାପରେ ତରସର ଆସିଲେ ହସ୍ତି ଏବେ ପାଟବେ ସେ ଜାଗାରେ ତ ସମସ୍ତେ ଯେନ୍ ହସ୍ତିରେ ଆମେ ପଇସା ସୁନା ରୂପା ଯାହା ବି ସେ ଦେଶା ଦଉଛନ୍ ସେ ହସ୍ତିରେ କାରଣ ଆମର ମାଂସ ଯେଉଁ ଉପରେ ଥାଏ ସେ କିଣି ଖାଇବା ବୋଲିକରି। ତାପରେ ସବୁ ରହିଲା ପରେ ହସ୍ତି ଗାଏ ବର୍ତ୍ତମାନ ସେମାନେ ପାଟବେ ସେ ଜାଗାରେ ଯେନ୍ଟା ପୁରୀ ଗଙ୍ଗା ନେଲା ବୋଲିକି ଆମେ ଯେନ୍ ବୋହିକରି ନେସା ନେବାର୍ ଲାଗି ପାଟି କରି ରଖସନ୍ ସେମାନେ ଲୁଚେଇ କରି ରଖସନ୍ ମାଟି ଭିତରେ ହଉ କି କେନ୍ ଜାଗାରେ ବାନ୍ଧି କରି ରଖସନ୍ ସେ ଜାଗା ଦେଖୁଥିବେ ପାଟାପୁଟି କରିକିନା ସବୁ ହେଲା ପରେ ସମସ୍ତେ ତାପରେ ଗୋଡ଼ ଧୋଇଲେ ମାନେ ଯେନ୍ ବଡ଼ ପୁଅ ମୁଣ୍ଡ ହେଇଛନ୍ ତାଙ୍କର ବାଲ୍ କାଟିଛନ୍ ଚୁଚି କହୁଛେ ଆମେ ତାକୁ ବାଲ୍ କାଟୁଛନ୍ ବଡ଼ ପୁଅ ବି ବାଲ୍ କାଟିଛନ୍ ସମସ୍ତଙ୍କୁ ଯେନ୍ତା ଗୋଟେ କିଏ ମରିଗଲା ଗୋଡ଼ ଧୋଇଛନ୍ ସବୁ ଲୋକ ରାସ୍ତାରେ ପୂଜା ପାଠ ସରିଲା ପରେ ଦେଖୁଥିବେ ସମସ୍ତେ ଗୋଡ଼ ଧୋଇଲା ପରେ ତାଙ୍କର ଭଉଣୀମାନେ ମଧ୍ୟ ଆସିକରି ସମସ୍ତେ ଗୋଡ଼ ଧୋଉଛନ୍ ଗୋଟେ ଗୋଟେ କରି ସମସ୍ତେ ଯେତେବେଳେ ଗୋଡ଼ ଗୁଡ଼ା ଧୋଇ ଆସିଲା ପରେ ତାଙ୍କର ଭଉଣୀମାନେ ଏଇଟା ବଡ଼ ମାନେ ଧୋଉଛନ୍ ସବୁ ଗାଁ ଲୋକ ଯେନ୍ 3ଟା 4ଟା 5ଟା ଭଉଣୀ ଅଛନ୍ ସମସ୍ତେ ଆସିକରି ତାଙ୍କର ଭାଉଜ ଭାଇ ତାଙ୍କର
ମାନେ ନାତି ତାଙ୍କର ମା ଦେଖୁଥିବେ ଯେନ୍ ଇନ୍ଦ୍ରମଣି ସାହୁଙ୍କ ସ୍ତ୍ରୀ ମଧ୍ୟ କେନ୍ତା ଠିଆ ହେଇଛନ୍ ଦେଖୁଛନ୍ ସବୁ। एक्चुअली ଯେତେବେଳେ ଇନ୍ଦ୍ରମଣି ସାହୁ ମରି ଯାଉଥିଲେ ମରିଗଲେ ବହୁତ ଲୋକ ଆସିଥିଲେ ଆଉ ତାଙ୍କୁ ମାନେ ଶବ ସଂସ୍କାର କରାହେଇଥିଲା। ତାପରେ ତାଙ୍କର ଭଉଣୀ ମାନେ ଦେଲା ପରେ ମୋର୍ ମାଆର ପାଲୁ ଆସିଲା। ମୋର୍ ମାଆ ବି ଦେଖ କେତେ ଫଟୋ ବଡ଼ ବଡ଼ ଗୋଡ଼ ଧୋଇ ଦେଉଛେ ଆଉ ସେମାନକେ ମାନେ ଗୋଡ଼ ଧୋଉଛେ ଯାହାକି ଆମେ ଛେକି କରି ଗୋଡ଼ ହାତ ଧୋଇସୁଁ ଆମର ତାହେଲେ କପଡ଼ା ଲତା ଦେସୁଁ। ତ ଦେଖୁଥିବେ ତାଙ୍କର ନାତିକେ ଦେଲେ ଫାଷ୍ଟ ତାଙ୍କୁ କପଡ଼ା ଦେଲେ ଏବେ ମାନେ ସେ ମଧ୍ୟ ଶବ ସଂସ୍କାର କରିଥିଲେ ସମସ୍ତଙ୍କୁ ପଇସା ଦେଇଦେଲେ। ଦେଲା ପରେ ଯେନ୍ ବୁଢ଼ୀ ମାଆଟା ଅଛନ୍ ତାଙ୍କୁ ମଧ୍ୟ ସେ ମାନେ ଗୋଡ଼ ଧୋଇକରି ତାଙ୍କୁ ମଧ୍ୟ ଶାଢ଼ୀଟେ ଦେଇଦେଲେ। ଦେଲା ପରେ ସମସ୍ତେ ଘରକେ ସମ୍ଭଲେ କାରଣ ମାନେ ଗୋଡ଼ ହାତ ଧୋଇଲା ପରେ ଘରକେ ସମାସନ୍ ସମାଲା ପରେ ଆମର ସେ ଭାଞ୍ଜି ଆଉ ଟିକେ କେନ୍ତା ଗେଲ ହେଉଛି ମୋର୍ ସାଙ୍ଗେ ଦେଖ ମୋତେ ଦେଖିଲା ପରେ କେନ୍ତା ଗେଲ ହେଉଛି ସେ ଆପଣଙ୍କ ଛୁଆମାନେ ଅଛନ୍ ମୋତେ କହିବେ। ତାପରେ ଭଞ୍ଜା ଯେତେବେଳେ ହେଲା ପରେ ତାଙ୍କର ଜ୍ୱାଇଁମାନଙ୍କର ପାଲୁ ଆସିଲା। ଜ୍ୱାଇଁ ଆଉ ଝିଅମାନଙ୍କୁ ତାଙ୍କୁ ଗୋଡ଼ ଧୁଆଗଲା। ତାଙ୍କର ମାନେ ଯେନ୍ ବଡ଼ ଭାଇ ଅଛନ୍ ଯେନ୍ ପୂଜାରେ ବସିଥିଲେ ଆଉ ସବୁ ଲୋକ ମୋର୍ ନାନୀକେ ଦେଖୁଛନ୍ ହେଲ୍ପ କରୁଛନ୍ ମୋର୍ ନାନୀ। ତ ଜ୍ୱାଇଁମାନକେ ଦେଇଦେଲେ କପଡ଼ା ମାନେ ତାପରେ ତାଙ୍କର ଯେନ୍ ଭଉଣୀମାନେ ଅଛନ୍ ଭଉଣୀମାନଙ୍କୁ ସମସ୍ତଙ୍କୁ ସମ୍ବଲପୁରୀ ଶାଢ଼ୀ ତାଙ୍କୁ ଦିଆଗଲା। ତ ସମସ୍ତଙ୍କୁ ଦେଉଛନ୍ ମୋର୍ ନାନୀ ହେଲ୍ପ କରୁଛନ୍ ଦେଖୁଥିବେ କେତେ ସୁନ୍ଦର ସୁନ୍ଦର ଶାଢ଼ୀ। ତାପରେ ମୁଇଁ ଘରକେ ଆସବା ଲାଗି ଫ୍ରେଶ୍ ହେବା ଲାଗି ବାହାରେ ଘରକେ ପଲେଇ ଗଲି ଫ୍ରେଶ୍ ହେଲି କାରଣ ମୁଇଁ କପଡ଼ା ଲତା ନେଇ ନେଇଥିଲି 3 ଦିନ ରହିବା ତାହେଲେ ପଲେଇ ଆସିଲି। ତ ସବକେ ଟିକେ ଫେର୍ ଥରେ ଭେଟ ହେଲି କଥାବାର୍ତ୍ତା ହେଲି କହିଲି ଯାଉଛେ ମୁଇଁ କହିଲେ ନେଇ ଛାଡ଼ୁତେ କାଲି ଆସିବି କହିଲି। ତାପରେ ଆଇଲା ପରେ ମୋର୍ ବାପାର ସହିତ ମଗର ଯାତ୍ରାକେ ଯିବାର ଥିଲା ତ ଗଲୁ। ଗଲା ପରେ ଦେଖୁଥିବେ ଆଜି ମୁଇଁ ଗିଲାସ ସହିତ ଟମାଟୋ ଷ୍ଟାଣ୍ଡ ମାନେ ଘିନିକରି ଆସିଲି। ଆଣିଲା ପରେ ଦେଖୁଥିବେ କେତେ ଜିନିଷ ମୁଇଁ ଘିନିଛେ ଖଟଲି ଏଇଟା ନେକ୍ସଟ ଭିଡ଼ିଓ ଦେଖେଇଥିଲି ଖଲି ଗ୍ରାଇଣ୍ଡର ମେସିନ୍ ଗୋଡରେଜ ଆଉ ବାକସ ତାପରେ ଚୌକି ମାନେ ଟିଫିନ୍ ଖାଇବାର डाइनिंग टेबल चपल स्टान सब घिनी कर आनली भाई। आइला बोल के मोर गाड़ी गोटे लोग नौथिले गाड़ी एक्सीडेंट हो जाता गोटे गाड़ी पिटी देता मोर गाड़ी के रास्ता आल देखली देखला सब किसी कथबार्ता हेली घर के सीधा पलि आस।